ସବୁଦିନ ନୂଆ ନୂଆ ଡିଜାଇନର ଗୋଟେ ଗୋଟେ ଚିତା ନିଶ୍ଚିନ୍ତ ଏଠି ପଡ଼ିଥିବ। ଆଜି ଗୋଟେ ବଢ଼ିଆ ଡିଜାଇନର ପଡ଼ିଛି। ଏବେ ଚାଲିଗଲୁ ଆମେ ଗୋଟେ ଦୋକାନକୁ। ସକାଳ ଜଳଖିଆରେ ମଗେଇ ଦେଇଛୁ କ'ଣ ନା ମସଲା ବରା, ତା ସାଙ୍ଗରେ ପୁରୀ। ଗରମ ଗରମ ମସଲା ବରାକୁ ପୁରୀ ବଢ଼ିଆ ଲାଗିଲା, ଖାଇଦେଲୁ। ଏହା ପୁରୀ ସାଙ୍ଗରେ ସେ କ'ଣ କରୁଛନ୍ତି ନା ଆଳୁ କଷା ନ ଦେଇକି ଆମକୁ ଦେଇ ଦେଇଛନ୍ତି ଆଳୁ ଭର୍ତ୍ତା। ଆମେ କହିଲୁ ଭାଇ ଆମକୁ ଆଳୁ କଷା ଦିଅ, ଏଗୁଡ଼ା ଦିଅ ନାହିଁ। ସିଏ କହିଲେ ନାଇଁ ନାଇଁ ଆମର ଏଠି ଆଳୁ ଭର୍ତ୍ତା ହିଁ ମିଳେ। ଆମେ କହିଲୁ ହଉ ତାହେଲେ ଯାହା ଯେତେବେଳେ ମିଳୁଛି ଗୋଟେ ଖାଇଦେବା କଥା। ଅବଶ୍ୟ ଭଲ ହେଇଥିଲା। ତାକୁ ଲଗେଇ ଖାଇଦେଲୁ। ଖାଇସାରିଲା ପରେ ମୁଁ କ'ଣ କଲି ନା ଗୋଟେ ଗରମ ଗରମ ଚାହା ମଗେଇଦେଲି। ଚାହା ଟିକେ ପିଇଦେଲୁ। ଚାହା ପିଇ ସାରିଲା ପରେ ଏବେ ବାହାରି ଯିବୁ କଲେଜ। ଆଉ ଆଜି ଆମର ହେଲା ଲାଷ୍ଟ, ସେଥିପାଇଁ ସମସ୍ତଙ୍କ ମନ ଖୁସି। ଆଜି ସବୁ ଏକ୍ଜାମ୍ ସରିଗଲା ପରେ ସମସ୍ତେ ସେଠୁ ଘରକୁ ଫେରି ଆସିବୁ। ଆଉ ପିଲାମାନେ ସବୁ ଯେହେତୁ ଆଜି ଏକ୍ଜାମ୍ ସରିଲେ ଫେରିଯିବେ, ସେଥିପାଇଁ କ'ଣ କରୁଛନ୍ତି ନା ସମସ୍ତେ ଏକାଠି ହେଇକି ସବୁ ଗୋଟେ ଗୋଟେ ଫଟୋ ନେଇଯାଉଛନ୍ତି। ତଳେ ଆମେ ଦେଖିଲା ବେଳକୁ ସମସ୍ତେ ଯିଏ ଯେଉଁଠି ପାରିଲା ସେଠି ଫଟୋ ଉଠାଇବାରେ ଲାଗିପଡ଼ିଛନ୍ତି। ସମସ୍ତେ ଯେହେତୁ ଫଟୋ ଉଠାଉଛନ୍ତି, ଆମେ ବି ଆଉ ଡେରି ନକରି ଆମେ ସବୁ ଗୋଟେ ଗୋଟେ ଫଟୋ ଉଠାଇବାରେ ଲାଗିପଡ଼ିଲୁ। ଫଟୋ ଉଠା ସରିଗଲା ପରେ ସେଠୁ ବାହାରକୁ ଆସି ଦେଖିଲା ବେଳକୁ ଗୋଟେ ମାଉସୀ କ'ଣ କରିଛନ୍ତି ନା ଅଟୋ ନେଇକି ଆସିଛନ୍ତି। ଆମକୁ ଡାକିଲେ ଆସ। ଆମେ କହିଲୁ ଆମ ଅଟୋ ତ ଆଗରୁ ମାଉସୀ ଅଛି, କିନ୍ତୁ ମୁଁ ଏଇଟା ଫାଷ୍ଟ ଟାଇମ୍ ଦେଉଛି, ଏଠି ମାଉସୀ ବି ଅଟୋ ଚଲାଉଛନ୍ତି। ତାପରେ କିଛି ସମୟରେ ଆସି ରୁମ୍ରେ ପହଞ୍ଚିଗଲୁ। ରୁମ୍ରେ ପହଞ୍ଚିଗଲା ପରେ ଯାହା ଘରୁ ଟିକେ ଯାହା ଆଣିଥିଲୁ ସେଇ ମକା ମିକ୍ସଚର ଇଏ ସେ ସବୁ ଟିକେ ଖାଇଦେଲୁ। ଖାଇସାରିଲା ପରେ ବ୍ୟାଗ୍ ପ୍ୟାକିଂ କରିବୁ, ତାପରେ ରେଡ଼ି ହେବୁ। ଆଉ ଆଜି ତ ଆମର ଲାଷ୍ଟ ଡେଟ୍, ବାହାରିକି ପଳେଇବୁ ଘରକୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।